ଉଷୁନା ଭାତ ହଉ ବା ଅରୁଆ ଭାତ ଏମିତି ଥରେ ମାଛ ବେସର ଟ୍ରାଏ କରନ୍ତୁ, ଖାଆନ୍ତୁ। ଆଉ କେମିତି ଲାଗିଲା ମୋତେ ନିଶ୍ଚିନ୍ତ କମେଣ୍ଟ କରି ଜଣେଇବେ। ଥାଳିଏ ଭାତ ଖାଉଥିବା ଜାଗାରେ 2 ଥାଳି ଭାତ କେତେବେଳେ ସରିଯିବ ଆପଣ କେବେ କିଛି ବି ଜାଣିପାରିବେନି। ଆସନ୍ତୁ ରେସିପିଟି ଷ୍ଟାର୍ଟ କରିବା। ନମସ୍କାର, ଗୁନୁସ୍ ଓଡ଼ିଆ କିଚେନକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଦେଖନ୍ତୁ ମୁଁ ଏଠି ନେଇଛି ½ କିଲୋର ମାଛ ନେଇଛି। ମୁଁ ଏଥିରେ ମ୍ୟାରିନେଟ୍ କରିନେବି। ଏଥିରେ ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେବି ହଳଦୀ, ଆଉ ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେବି କାଶ୍ମୀରୀ ରେଡ୍ ଚିଲି ପାଉଡ଼ର, ବହୁତ ଭଲ କଲର୍ ଆସିବ। ତ ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେବି ଲୁଣ ସ୍ୱାଦ ଅନୁସାରେ। ତାକୁ ଭଲ ଭାବରେ ହାତରେ ଏମିତି ଗୋଳେଇ ନେବି। ଦେଖନ୍ତୁ ଯେମିତି ସବୁ ପଟକୁ ଯେମିତି ମାଛରେ ଲୁଣ ହଳଦୀ ଠିକ୍ ଭାବରେ ଲାଗିବ, ମୁଁ ସେମିତି ଭାବରେ ଆକୁ ଗୋଳେଇ ନେଇଛି। ଦେଖନ୍ତୁ ବଢ଼ିଆ ଭାବରେ ଗୋଳେଇ ନେଇକି ଆକୁ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଏମିତି ଆକୁ ଗୋଟେ ଥାଳି କଭର୍ କରିକି ରଖିଦେବା। ଏବେ ମୁଁ ଏଠି ମସଲା ବନେଇ ନେବି। ଏଠି ମୁଁ 1 ଟେବୁଲ୍ ସ୍ପୁନ୍ ନେଇଛି ଜିରା, ଆଉ 1.5 ଟେବୁଲ୍ ସ୍ପୁନ୍ ନେଇଛି ଏଠି ସୋରିଷ। ତାପରେ ଏଠି ନେଇଛି ଦେଖନ୍ତୁ ଟମାଟୋ, ଗୋଟେ ବଡ଼ ଟମାଟୋକୁ ଏମିତି 4 ଫାଳ କରିକି କାଟିକି ରଖିଛି। ଆଉ 1 ଇଞ୍ଚ ଅଦାକୁ ଏମିତି କାଟିକି ରଖି ଛୋଟ ଛୋଟ କରି, ଆଉ ଗୋଟେ ରସୁଣ ବୁଦାରୁ ଏମିତି ସବୁ କୋଲା ବାହାର କରି ଚୋପା ଛଡ଼େଇକି ଆକୁ ରଖି ନେଇଛି। ଗୋଟେ ଶୁଖିଲା ଲଙ୍କା ନେଇଛି, ଆଉ 2ଟା ନେଇଛି କଞ୍ଚା ଲଙ୍କା। ଆକୁ ଆମେ ବର୍ତ୍ତମାନ ଗୋଟେ ପେଷ୍ଟ ବନେଇବା। ଦେଖନ୍ତୁ ମୁଁ ଆକୁ ସବୁ ଗୋଟେ ମିକ୍ସି ଜାର୍ରେ ଦେଇଦେବି। ଆକୁ ଗୋଟେ ଭଲ ଭାବରେ ପେଷ୍ଟ କରିବି। ଆପଣ ଯଦି ରାଗ ଅଧିକ ଖାଉଥିବେ ତ ଲଙ୍କା ଏଠି କମ୍ ଅଧିକ କରିପାରିବେ। ମୁଁ ଏଠି ନର୍ମାଲ୍ ଦରକାର, ତ ମୁଁ ଏଠି କମ୍ ଲଙ୍କା ନେଇଛି। ଆପଣଙ୍କ ଅନୁସାରେ ଆପଣ ରାଗ କମ୍ ଅଧିକ କରିପାରିବେ। ଆକୁ ଗୋଟେ ମିକ୍ସି ଜାର୍ରେ ବର୍ତ୍ତମାନ ମୁଁ ସବୁ ଏବେ ଆଡ଼୍ କରିଦେବି। ଆକୁ ଗୋଟେ ଫାଇନ୍ ପେଷ୍ଟ ବନେଇଦେବି ମୁଁ। ଦେଖନ୍ତୁ ମୋର ଫାଇନ୍ ପେଷ୍ଟ ହେଇଗଲା। ଆକୁ ମୁଁ ଏବେ ସାଇଡ଼୍ରେ ରଖିବି। ଏବେ ଯିବା ନେକ୍ସଟ ଷ୍ଟେପ୍କୁ। ମୁଁ ଏଠି ଛୁଙ୍କ ପ୍ରସ୍ତୁତ କରିବା ପାଇଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଚପ୍ କରି ନେଇଛି, 2ଟା କଞ୍ଚା ଲଙ୍କା ନେଇଛି, ଆଉ ଅଳ୍ପ ଟିକେ ରସୁଣକୁ 2ଟା 4ଟା ରସୁଣକୁ ଛେଚିକି ନେଇଛି। ମୁଁ ଏଠି ଆଳୁ ଆଡ଼୍ କରିବି। ଆପଣ ଚାହିଁଲେ ଆଳୁକୁ ବି ସ୍କିପ୍ କରିପାରିବେ। ମୁଁ ଏଠି 4ଟା ସିଝା ଆଳୁ ନେଇଛି, ଆକୁ ଛୋଟ ଛୋଟ କାଟି ନେବି। ମୁଁ ଏଠି ଗୋଟେ କରେଇ ନେଇଗଲି। ସେଥିରେ ମାଛ ଭାଜିବା ପାଇଁ ଯେତିକି ତେଲ ଆବଶ୍ୟକ ସେତିକି ତେଲ ଦେଇଦେବେ। ତେଲ ଭଲ ଭାବରେ ଗରମ ହେଲା ପରେ ଆପଣ ଗୋଟି ଗୋଟିକି ଏଠି ମାଛକୁ ରଖିକି ଯେତିକି ମାଛ ଧରିବ ସେତିକି ମାଛ ପକାଇବେ, ନାହିଁ ତ ମାଛ ଭାଙ୍ଗିଯିବ। ଦେଖନ୍ତୁ ଏଠି ଭଲ ଭାବରେ ମୁଁ ଗୋଟି ଗୋଟି ମାଛକୁ ଓଲଟେଇ ନେଇକି ଭଲ ଭାବରେ ଫ୍ରାଏ କରିନେବି, ଯେମିତି ମାଛର କଲର୍ ଭଲ ଭାବରେ ଚେଞ୍ଜ ହେଇଯିବ। ରେସିପିଟିକୁ ପୁରା ଦେଖନ୍ତୁ। ଯଦି ମୋ ରେସିପିଟି ଆପଣଙ୍କୁ ଭଲ ଲାଗୁଥିବ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ ମୋର ଏଠି ସବୁ ମାଛ ହେଇଗଲା। ମୁଁ ସବୁ ମାଛକୁ ଏମିତି କାଢ଼ି ନେଲି, ଆଉ ଯାହା ମାଛ ଥିଲା ମୁଁ ଏମିତି ଭାଜି ଦେଇଛି। ଆଉ ଦେଖନ୍ତୁ ମୁଁ ଏଠି 3ରୁ 4 ଟେବୁଲ୍ ସ୍ପୁନ୍ ତେଲ ନେଇଗଲି। ମୁଁ ହାଫ୍ ଟେବୁଲ୍ ସ୍ପୁନ୍ ଏଠି ପଞ୍ଚ ଫୁଟଣ ନେଇଗଲି, ଆଉ ଯେଉଁ ରସୁଣକୁ ଛେଚିକି ରଖିଥିଲି ଆଉ କଞ୍ଚା ଲଙ୍କାକୁ ଦେଇକି ରସୁଣର ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଭାଜିଦେଲି। ଆଉ ଏଠି ପିଆଜ, ଯେଉଁ ମିଡ଼ିୟମ୍ ସାଇଜ୍ର ପିଆଜ ଆଡ଼୍ ରଖିଥିଲି ତାକୁ ଏଠି ଦେଇଦେଲି। ଟିକେ ହେଇସାରିଲା ପରେ କଲର୍ ଚେଞ୍ଜ ହେଇଗଲା ପରେ ହାଫ୍ ଟେବୁଲ୍ ସ୍ପୁନ୍ ହଳଦୀ, ହାଫ୍ ଟେବୁଲ୍ ସ୍ପୁନ୍ ଦେଇଦେଲି ଏଠି କାଶ୍ମୀରୀ ରେଡ୍ ଚିଲି, ବହୁତ ବଢ଼ିଆ କଲର୍ ଆସିବ। ଏବେ ଯେଉଁ ମସଲାକୁ ମୁଁ ବାଟିକି ରଖିଥିଲି ଆକୁ ସବୁ ଏଠି ଆଡ଼୍ କରିଦେବି। ଆକୁ ଭଲ ଭାବରେ ଟିକେ ପାଣି ଦେଇକି ମୁଁ ଆକୁ ଭଲ ଭାବରେ କଷିବି। ଯେଉଁଟା ମସଲାଟା ଲାଗିଥିଲା ତାକୁ ଧୋଇକି ଆଉ ଟିକେ ପାଣି ଦେଇଦେଲି। ଦେଖନ୍ତୁ ଏଠି ଭଲ ଭାବରେ କଷିବେ, ଯେମିତି ସୋରିଷର ଜିରାର କଞ୍ଚା ଫ୍ଲେଭରଟା ଯେମିତି ଏଠି ଯିବ ହରି, ସେ ପର୍ଯ୍ୟନ୍ତ ଆମେ ଏଠି ଭଲ ଭାବରେ ଆକୁ କଷିଦେବା। ଦେଖନ୍ତୁ ଏଠି ତଳେ ଲାଗିଯିବ, ତ ଏଠି ତଳେ ଲାଗିବାକୁ ଦେବେନି, ପିତା ହେଇଯିବ। ଆଉ ଏଠି ଶୁଖିଲା କରିବେନି, ଟିକେ ଟିକେ ପାଣି ଦେଇକି ଆକୁ କଷିଦେବେ। ଦେଖନ୍ତୁ ମୁଁ ଏଠି ଯେଉଁ ଆଳୁ ରଖିଥିଲି ଏଠି ଆଡ଼୍ କରିଦେବି। ଆଳୁକୁ ବି 2ରୁ 4 ମିନିଟ୍ ପର୍ଯ୍ୟନ୍ତ ମୁଁ ଆକୁ ଏଠି କଷିଦେବି। ଛୋଟ ଛୋଟ କ୍ୟୁବ୍ ସାଇଜ୍ରେ ମୁଁ ଏଠି କାଟି ନେଇଛି। ଆପଣ ଚାହିଁବେ ଏଠି ଲମ୍ବା ଲମ୍ବା ବି କାଟିକି ଆଡ଼୍ କରିପାରିବେ। ଦେଖନ୍ତୁ ମୁଁ ଏଠି ଦେଇକି ଆକୁ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷିଦେବି। ଅଳ୍ପ ଟିକେ ପାଣି ଦେଇକି, ଶୁଖିଲା ହେଇଯାଉଛି ପିତା ହେଇଯିବ ଅଧିକ, ତ ମୁଁ ସେଥିପାଇଁ ଟିକେ ପାଣି ଦେଇକିରି ଆକୁ ଭଲ ଭାବରେ ଟିକେ କରିଦେବି। ସ୍ୱାଦ ଅନୁସାରେ ଆଡ଼୍ କରିଦେବି ଲୁଣ। ଆଳୁକୁ ମସଲାକୁ ଦେଖିକି ଲୁଣ ଆଡ଼୍ କରିବେ, ତାପରେ ପାଣି ଆଡ଼୍ କରିବା, ତ ସେଇ ଅନୁସାରେ ଲୁଣ ଆଡ଼୍ କରିବେ। ଦେଖନ୍ତୁ ମୋର ହେଇଗଲାଣି। ମୁଁ ଆଳୁରୁ 2 ମିନିଟ୍ ଆଉ କରିବି ଲୋ ଫ୍ଲେମ୍ରେ। ମୁଁ ଆକୁ 2 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି କରିଦେଲି। ତ ଦେଖନ୍ତୁ ଏଠି ଭଲ ଭାବରେ ହେଇଗଲାଣି। ମୁଁ ଏଠି ବର୍ତ୍ତମାନ ପାଣି ଆଡ଼୍ କରିଦେବି। ଯେତିକି ଝୋଳ ରଖିବେ ସେତିକି ପାଣି ଆଡ଼୍ କରିବେ। ବହୁତ ଅଧିକ ପାଣି ଆଡ଼୍ କରିଦେବେ ତ ପାଣିଆ ହେଇଯିବ। ଦେଖନ୍ତୁ ମୋର ଏଠି ଏତିକି ପାଣି ମୁଁ ଆଡ଼୍ କରିବି। ଇଏ ଭଲ ଭାବରେ ଫୁଟିଗଲାଣି। ଦେଖନ୍ତୁ ଗ୍ରେଭି ବି ବହୁତ ଭଲ ଅଛି। ତ ମୁଁ ଏବେ ଏଠି ମାଛ ଆଡ଼୍ କରିଦେବି। ଆପଣ ଯଦି ଏଠି ଗ୍ରେଭି ଟିକେ ମୋଟା ଲାଗିବ ତ ଏଠି ଗରମ ପାଣି କରିକି ଟିକେ ଆଡ଼୍ କରିପାରିବେ, ବଢ଼ିଆ ଲାଗିବ। ନହେଲେ ଏମିତି ଯଦି ପତଳା ଗ୍ରେଭି କରିବାକୁ ଚାହିଁବେ ତ ଏମିତି କରିପାରିବେ। ମୁଁ ଆକୁ ଏମିତି 2ରୁ 5 ମିନିଟ୍ ପର୍ଯ୍ୟନ୍ତ ଏମିତି ଘୋଡ଼େଇ ଭଲ ଭାବରେ ମାଛର ଭିତରେ ଯେମିତି ମସଲା ଭିତରେ ଯେମିତି ମାଛ ଆଡ଼୍ ହେଇଯିବ। ମୁଁ ଏଠି 2ଟା ଆମ୍ବୁଲ ନେଇଛି,
ଆମ୍ବୁଲକୁ ଆଡ଼୍ କରିଦେବି ଟିକେ ଚଟପଟା ଫ୍ଲେଭର୍ ପାଇଁ। ମୁଁ ଏଠି କଟିକି ଧନିଆ ପତ୍ର ନେଇଛି, ମୋ ପାଖରେ ନର୍ମାଲ୍ ଧନିଆ ନଥିଲା, କଟିକି ଧନିଆ ପତ୍ର ନେଇଛି, ତାକୁ ଆଡ଼୍ କରିଦେବି। କଟିକି ଧନିଆର ବହୁତ ବଢ଼ିଆ ବାସ୍ନା ଆସେ। ଦେଖନ୍ତୁ ମାଛ କେମିତି ବଢ଼ିଆ ଦେଖାଯାଉଛି, ବହୁତ ହି ଟେଷ୍ଟି ହେଇଥିଲା। ଆପଣମାନେ ଥରେ ଏମିତି ଟ୍ରାଏ କରନ୍ତୁ, ମୋତେ କମେଣ୍ଟ କରିକି ନିଶ୍ଚିନ୍ତ କହିବେ କେମିତି କ'ଣ ଲାଗିଲା ରେସିପି। ରହୁଛି, ଆଉ ଗୋଟେ ଆସିବି ସୁନ୍ଦର ରେସିପିକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।